ଆକାଶବାଣୀରେ ମା ପ୍ରଣାମ ଏବଂ ପିତୃଦେବ ଭବ କାର୍ଯ୍ୟକ୍ରମ। ଦୁନିଆରେ ଚଳନ୍ତି ଠାକୁର ଏବଂ ଚଳନ୍ତି ଠାକୁରାଣୀ କହିଲେ କେବଳ ବାପା ମାଙ୍କୁ ହିଁ ବୁଝାଇଥାଏ। ସେହି ବାପା ମାଙ୍କ ତ୍ୟାଗ ଏବଂ ସହଯୋଗରେ ପିଲାଟିଏ ତାର ନୂତନ ଭବିଷ୍ୟତ ଗଢ଼ିବାର ସୁଯୋଗ ପାଇଥାଏ। ସମସ୍ତଙ୍କ ଋଣକୁ ଶୁଝି ପାରୁଥିଲେ ମଧ୍ୟ ବାପା ମାଙ୍କ ଋଣ କେହି କେବେ ଶୁଝି ପାରିନାହାନ୍ତି କି ଶୁଝିବାର ସାମର୍ଥ୍ୟ ମଧ୍ୟ ନାହିଁ। ସେହି ଭଗବାନ ସଦୃଶ୍ୟ ବାପା ମାଙ୍କ ବୟସର ଅପରାହ୍ନ ସମୟ ଆସିଗଲେ ଅନେକ କ୍ଷେତ୍ରରେ ଅଲଗା ହେଉଥିବା ଦୃଶ୍ୟ ଦେଖା ଦେଇଥାଏ। ଯେଉଁ ବାପା ମା ଦିନେ ପିଲାମାନଙ୍କୁ ମଣିଷ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରି ପିଲାମାନଙ୍କ ସୁଖ ଚିନ୍ତା କରୁଥିଲେ, ସେହି ବାପା ମାଙ୍କୁ ଦିନେ ଅନାଦର କରି ପିଲାମାନେ ବିଳାସ ବ୍ୟସନରେ ସମୟ କାଟିବା କେତେ ହୃଦୟ ବିଦାରକ କରୁଣ ଛବି, ଯାହାକି ସମସ୍ତଙ୍କୁ ବ୍ୟଥିତ କରିଦେଇଥାଏ। ଆଜି ଦୁନିଆର ଅନେକ ବାପା ମା ନିଜ ପିଲାମାନଙ୍କ ଠାରୁ ପର ହୋଇ ଜୀବନର ଅନ୍ତିମ ସମୟରେ ଆଖିରୁ ଅବାରିତ ଲୁହ ଝରାଉଛନ୍ତି। ସେହି ମା ବାପାଙ୍କୁ ସମ୍ମାନ ଜଣାଇବା ପାଇଁ, ମା ବାପା ଯେ ଯୁଗ ଯୁଗ ପାଇଁ କେବଳ ବାପା ମା ହୋଇ ସୁଖର ସାଗର ମଧ୍ୟରେ ସନ୍ତରଣ କରୁଥିବେ, ସେମିତି ଏକ ନିଆରା ଏବଂ ବିରଳ କାର୍ଯ୍ୟକ୍ରମ ମା ପ୍ରଣାମ ଏବଂ ପିତୃଦେବ ଭବ କାର୍ଯ୍ୟକ୍ରମ ଦ୍ୱାରା ବାପା ମାଙ୍କୁ ସମ୍ମାନିତ କରିବା ପାଇଁ ଅନାଦି ଭବାନୀ ଏବିଦାସ ଫାଉଣ୍ଡେସନ ରାସ୍ତାରେ ଓହ୍ଲାଇ ଆସି ଚର୍ଚ୍ଚାର ପରିସର ଭିତରକୁ ଚାଲି ଆସିଛି। ଅନାଦି ଭବାନୀ ଏବିଦାସ ଫାଉଣ୍ଡେସନର ପ୍ରତିଷ୍ଠାତା ଡକ୍ଟର କିଶୋର ଚନ୍ଦ୍ର ଦାସ, ନିର୍ଦ୍ଦେଶିକା ମଧୁସ୍ମିତା ଦାସ ଏବଂ ଉପଦେଷ୍ଟା ଡକ୍ଟର ଚନ୍ଦ୍ରଶେଖର ଦାସଙ୍କ ତତ୍ତ୍ୱାବଧାନରେ ହେଉଥିବା କାର୍ଯ୍ୟକ୍ରମ ମଣିଷ ସମାଜ ପାଇଁ ଏକ ଉଦାହରଣ ପାଲଟି ଯାଇଛି। ଏମିତି ଅନେକ ସଂସ୍ଥା ରହିଛି ଯେଉଁମାନେ କି ବାପା ମା ତଥା ଗୁରୁମାନଙ୍କୁ ପଛରେ ରଖି ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ କରି ଚଳୁଛନ୍ତି। କିନ୍ତୁ ଅନାଦି ଭବାନୀ ଏବିଦାସ ଫାଉଣ୍ଡେସନ ବାପା ମା ଏବଂ ଗୁରୁମାନଙ୍କୁ ସମ୍ମାନ ଜଣାଇବା ପାଇଁ ମା ପ୍ରଣାମ, ପିତୃଦେବ ଭବ ଏବଂ ଗୁରୁ ଚିର ନମସ୍ୟ ସହିତ ବୃକ୍ଷରୋପଣ ଭଳି ଅନେକ କାର୍ଯ୍ୟକ୍ରମ କରି ଏବେ ଚର୍ଚ୍ଚାର ପରିସର ମଧ୍ୟକୁ ଚାଲି ଆସିଛି। ସେମିତି ଏକ କାର୍ଯ୍ୟକ୍ରମ ମା ପ୍ରଣାମ ଏବଂ ପିତୃଦେବ ଭବ କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଅନ୍ତର୍ଗତ ଚିତ୍ରପଶି ଗ୍ରାମ ପଞ୍ଚାୟତର ଅସନବଣୀ ଗ୍ରାମରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗ୍ରାମର ଅନେକ ମା ଏବଂ ବାପାମାନେ ଯୋଗ ଦେଇଥିବା ବେଳେ ପ୍ରତ୍ୟେକ ମା ମାନଙ୍କୁ ଶାଢ଼ୀ ସାୟା ଏବଂ ବାପାମାନଙ୍କୁ ଧୋତି ଗଞ୍ଜି ପ୍ରଦାନ କରିଥିଲେ। ଏମିତି ଏକ ବିରଳ କାର୍ଯ୍ୟକ୍ରମ ପାଇଁ ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କୁ ଉପସ୍ଥିତ ବାପା ମା ମାନେ ଦୀର୍ଘାୟୁ କରିବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଡକ୍ଟର କିଶୋର ଚନ୍ଦ୍ର ଦାସ ଏବଂ ଉପଦେଷ୍ଟା ଡକ୍ଟର ଚନ୍ଦ୍ରଶେଖର ଦାସ ବାପା ମା ମାନଙ୍କୁ ସମ୍ମାନ ଜଣାଇ ଆଶୀର୍ବାଦ ଭିକ୍ଷା ମାଗିଥିଲେ। ବାପା ମାଙ୍କ ଆଶୀର୍ବାଦ ହିଁ ମଣିଷକୁ ଭିନ୍ନ ଏକ ସ୍ତରରେ ପହଞ୍ଚାଇ ପାରୁଥିବା ବିଶ୍ୱାସ ରଖି ଏଭଳି ବିରଳ କାର୍ଯ୍ୟକ୍ରମକୁ ଆପଣାଇ ନେଇଛନ୍ତି ବୋଲି ପ୍ରତିଷ୍ଠାତା ବାପା ମାଙ୍କ ପାଖରେ ଭାବବିହ୍ୱଳ ହୋଇ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ସୌମ୍ୟରଞ୍ଜନ ଦାସ, ପ୍ରମୋଦ କୁମାର ଦାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ପ୍ରତାପ ନାୟକ, ଭଗବାନ ନାୟକ, ଦିଲ୍ଲୀପ କୁମାର ନାୟକ, ବିରଞ୍ଚି ନାୟକ, ସୁନାଫୁଲ ନାୟକ, ବିଜୟ କୁମାର ଗିରି, ଯୁଧିଷ୍ଠିର ଗିରି, ଶିରିଷ ନାୟକ, ବୈଲୋଚନ ମହାକୁଡ଼ ଏବଂ ନାୟବ ସରପଞ୍ଚ ମିତ୍ରଭାନୁ ନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏବିଦାସ ଫାଉଣ୍ଡେସନର ଏଭଳି ପଦକ୍ଷେପକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ଭୂୟସୀ ପ୍ରଶଂସା କରୁଥିବା ବେଳେ ବାପା ମାଙ୍କୁ ସମ୍ମାନ ଜଣାଇ ତାଙ୍କର ସ୍ୱତନ୍ତ୍ର ପରିଚୟକୁ ସମ୍ମାନ ଜଣାଇବା ପାଇଁ ଏକ ସଚେତନ ବାର୍ତ୍ତା ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିବ।
ବ୍ୟୁରୋ ରିପୋର୍ଟ, এবି ନ୍ୟୁଜ୍।